ବନ୍ଧୁଗଣ, କଳ୍ପନା କରନ୍ତୁ, ଆପଣ ଏକ ନୂଆ ଘରକୁ ଯିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ହାତରେ ସେହି ପୁରୁଣା ଘରର ଚାବି ଅଛି, ଯାହାକୁ ଆପଣ ବହୁତ ପୂର୍ବରୁ ଛାଡ଼ି ସାରିଛନ୍ତି। ଆପଣ ସେହି ପୁରୁଣା ଚାବିରେ କ'ଣ ନୂଆ ଘରର କବାଟ ଖୋଲିପାରିବେ? କଦାପି ନୁହେଁ। ଆମ ଜୀବନ ବି ଠିକ୍ ଏମିତି। ଆମେ ଅତୀତର ସେହି ପୁରୁଣା ଚାବିକୁ ଧରି ବସିଛୁ ଏବଂ ଆଶା କରୁଛୁ ଆମ ଭବିଷ୍ୟତର ସୁନ୍ଦର କବାଟ ଖୋଲିଯାଉ। ଯଦି ଆପଣଙ୍କୁ ଗୋଟିଏ ସାପ କାମୁଡ଼ି ଦିଏ, ଆପଣ ସାପ ପଛରେ ଦୌଡ଼ିବେ ନା ଶରୀରରୁ ବିଷ ବାହାର କରିବା ପାଇଁ ଡାକ୍ତରଖାନା ଯିବେ? ନିଶ୍ଚିତ ଭାବେ ଡାକ୍ତରଖାନା ଯିବେ, କାରଣ ସାପ ପଛରେ ଦୌଡ଼ିଲେ ସାପ ମରିବ କି ନାହିଁ ଜଣା ନାହିଁ, କିନ୍ତୁ ବିଷ ଆପଣଙ୍କୁ ନିଶ୍ଚୟ ମାରିଦେବ। ଆପଣଙ୍କ ସହ ଯାହା ବି ହୋଇଛି, ଯାହା ବି ଖରାପ ହୋଇଛି, କେହି ଧୋକା ଦେଇଛି, କେହି ଅପମାନ କରିଛି, କିମ୍ବା ଆପଣ କୌଣସି କାମରେ ବିଫଳ ହୋଇଛନ୍ତି, ତାହା ଏକ ସାପ କାମୁଡ଼ା ଭଳି। ଜାଣନ୍ତି, ସାପ କାମୁଡ଼ିଲେ ମଣିଷ ମରେ ନାହିଁ। ମଣିଷ ସେତେବେଳେ ମରେ ଯେତେବେଳେ ସେ ସାପର ବିଷ ତା ଶରୀରରେ ଖେଳିବାକୁ ଲାଗେ। ଅତୀତର ସେହି ଘଟଣା ଥିଲା ସାପ କାମୁଡ଼ା, କିନ୍ତୁ ସେହି କଥାକୁ ବାରମ୍ବାର ଭାବିବା ହେଉଛି ବିଷ। ଯଦି ସେହି ବିଷକୁ ଆଜି ବାହାର କରି ନ ଫିଙ୍ଗିବେ, ତେବେ ଆପଣଙ୍କ ଭବିଷ୍ୟତ ମରି ମରି ବଞ୍ଚିବ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କିଛି ଏମିତି କଥା କହିବି ଯାହା ଆପଣଙ୍କ ମନରୁ ସେହି ଅତୀତର ବିଷକୁ ସମୂଳେ ନଷ୍ଟ କରିଦେବ। କିନ୍ତୁ ସର୍ତ୍ତ ଗୋଟିଏ, ଯଦି ଆପଣ ଆଜି ନିଜ ଅତୀତକୁ ପୋଡ଼ି ପାଉଁଶ କରିବାକୁ ପ୍ରସ୍ତୁତ ଅଛନ୍ତି, ତେବେ ହିଁ ଆଗକୁ ଦେଖନ୍ତୁ। ନହେଲେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ ନୁହେଁ, କାରଣ ମୁଁ ଆଜି କେବଳ ମୋଟିଭେସନ୍ ଦେବିନି, ବଞ୍ଚିବାର ନୂଆ ରାହା ଦେଖାଇବି। ଆପଣ ଜାଣିଛନ୍ତି କି, ଆମେ ସମସ୍ତେ ଗୋଟିଏ ବଡ଼ ଭୁଲ କରୁ। ଆମେ ଆଗକୁ ତ ବଢ଼ିବାକୁ ଚାହୁଁ, କିନ୍ତୁ ଅତୀତର ଗୋଟିଏ ବଡ଼ ପଥରକୁ ନିଜ ଗୋଡ଼ରେ ବାନ୍ଧିକି ରଖିଥାଉ। ଜଙ୍ଗଲରେ ମାଙ୍କଡ଼ ଧରିବା ପାଇଁ ଶିକାରୀମାନେ ଏକ ସଂକୀର୍ଣ୍ଣ ମୁହଁ ଥିବା ପାତ୍ରରେ ଚିନାବାଦାମ ଭର୍ତ୍ତି କରି ରଖନ୍ତି। ମାଙ୍କଡ଼ଟି ଭିତରେ ହାତ ପୁରାଇ ଚିନାବାଦାମ ମୁଠାଇ ଧରି ପକାଏ, କିନ୍ତୁ ମୁଠା ବନ୍ଦ ଥିବାରୁ ହାତଟି ପାତ୍ରରୁ ବାହାରି ପାରେ ନାହିଁ। ଶିକାରୀ ପାଖକୁ ଆସିଲେ ମଧ୍ୟ ମାଙ୍କଡ଼ଟିର ବାଦାମ ଲୋଭ ଛାଡ଼େ ନାହିଁ କି ସେ ମୁଠା ଖୋଲେ ନାହିଁ। ଫଳରେ ସେ ଧରା ପଡ଼େ। ଆମେ ମଧ୍ୟ ସେହି ମାଙ୍କଡ଼ ପରି ଅତୀତର କଷ୍ଟ ଏବଂ ଜିଦକୁ ଛାଡ଼ି ପାରୁନାହୁଁ ବୋଲି ଆଜି ଦୁଃଖର ଶିକାର ହେଉଛୁ। ମୁଠା ଖୋଲିଦିଅ, ଦେଖିବେ ଆପଣ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବେ। ଦ ମାଇଣ୍ଡ ଲଜିକ୍। କଳ୍ପନା କରନ୍ତୁ, ଜଣେ ଚୋର ଆପଣଙ୍କ ଘରେ ପଶି ଆପଣଙ୍କର ସବୁଠାରୁ ମୂଲ୍ୟବାନ ଜିନିଷ ଚୋରି କରୁଛି। ଆପଣ ତାକୁ ଘରେ ରଖିବାକୁ ଦେବେ ତ? କଦାପି ନୁହେଁ। ତେବେ ଯେଉଁ ଅତୀତର କଷ୍ଟ, ଯେଉଁ ପୁରୁଣା ଦୁଃଖ ଆପଣଙ୍କ ଆଜିର ଖୁସିକୁ ଚୋରି କରୁଛି, ତାକୁ ମନ ଭିତରେ କାହିଁକି ଜାଗା ଦେଉଛନ୍ତି? ସେହି ଚିନ୍ତାକୁ ବାହାର କରି ଫିଙ୍ଗି ଦିଅନ୍ତୁ। କ୍ଷମା କରିବା ଶିଖନ୍ତୁ। ଦ ପାୱାର ଅଫ୍ ଫରଗିଭନେସ୍। କ୍ଷମା କରିବାର ଅର୍ଥ ଏହା ନୁହେଁ ଯେ ସାମ୍ନା ଲୋକ ଠିକ୍ ଥିଲା। ଏହାର ସିମ୍ପଲ ଅର୍ଥ ହେଉଛି ଆପଣ ନିଜକୁ ସେହି ଅଶାନ୍ତିରୁ ମୁକ୍ତ କରିଦେଲେ। ଜଣେ ଜ୍ଞାନୀ ବ୍ୟକ୍ତି କହିଥିଲେ, କ୍ଷମା ହେଉଛି ସେହି ଆଶାକୁ ତ୍ୟାଗ କରିବା ଯେଉଁଠି ଆପଣ ଭାବୁଥିଲେ କି ଅତୀତ କିଛି ଅଲଗା ହୋଇପାରିଥାନ୍ତା। ଯାହା ହୋଇଗଲା ସେଟା ସରିଗଲା। ତାକୁ ବଦଳାଇବା ଆପଣଙ୍କ ହାତରେ ନାହିଁ, କିନ୍ତୁ ନିଜ ଭବିଷ୍ୟତକୁ ଗଢ଼ିବା ଆପଣଙ୍କ ହାତରେ ଅଛି। ଦୁଇ ଜଣ ସନ୍ନ୍ୟାସୀ ଜଙ୍ଗଲ ରାସ୍ତାରେ ଯାଉଥିଲେ। ଦିନ ସାରା ବର୍ଷା ହେଲା, ରାସ୍ତା ସାରା କାଦୁଅ ହୋଇଥାଏ। ଏତିକି ବେଳେ ସେମାନେ ଏକ ନଦୀ କୂଳରେ ପହଞ୍ଚିଲେ। ସେଠାରେ ଦେଖିଲେ ଜଣେ ଅତ୍ୟନ୍ତ ସୁନ୍ଦରୀ ଯୁବତୀ ଛିଡ଼ା ହୋଇଛନ୍ତି। ସେ ନଦୀ ପାର ହେବାକୁ ଚାହୁଁଥିଲେ, କିନ୍ତୁ ପାଣିର ସ୍ରୋତ ଏବଂ ନିଜର ମୂଲ୍ୟବାନ ପୋଷାକ ଖରାପ ହେବା ଭୟରେ ଯୁବତୀ ଜଣକ ଯାଇପାରିନଥିଲେ। ସେହି ଦୁଇ ଜଣ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ଜଣେ ଥିଲେ ବଡ଼ ଜ୍ଞାନୀ। ସେ ବିନା କିଛି ଚିନ୍ତା କରି ସେହି ଯୁବତୀଙ୍କୁ ନିଜ ହାତକୁ ସାହାଯ୍ୟ କରିବାକୁ ବଢ଼ାଇଲେ ଏବଂ ନଦୀ ପାର କରାଇ ଆରପଟ କୂଳରେ ସୁରକ୍ଷିତ ଭାବେ ଛାଡ଼ିଲେ। ଯୁବତୀ ଜଣକ ଧନ୍ୟବାଦ ଦେଇ ଚାଲିଗଲେ। ତାପରେ ଦୁଇ ଜଣ ସନ୍ନ୍ୟାସୀ ନିଜ ବାଟରେ ଆଗକୁ ବଢ଼ିଲେ, କିନ୍ତୁ ଅନ୍ୟ ସନ୍ନ୍ୟାସୀ ଜଣକ ମନେ ମନେ ବହୁତ ରାଗୁଥିଲେ। 1 ଘଣ୍ଟା ଗଲା, 2 ଘଣ୍ଟା ଗଲା, ପ୍ରାୟ ଏମିତି 5 ଘଣ୍ଟା ପର୍ଯ୍ୟନ୍ତ ସେ ଚୁପ୍ ରହିଲେ, କିନ୍ତୁ ଶେଷରେ ସେ ନିଜକୁ ଅଟକାଇ ପାରିଲେ ନାହିଁ। ସେ ରାଗରେ ଗର୍ଜନ କରି କହିଲେ, ଭାଇ, ଆପଣ ଏହା କ'ଣ କଲେ? ଆପଣ ଭୁଲିଗଲେ କି ଆମେ ସନ୍ନ୍ୟାସୀ। ଆମ ନିୟମ ଅନୁସାରେ ଆମେ କୌଣସି ନାରୀକୁ ସ୍ପର୍ଶ କରିବା ପାପ ଅଟେ।
କିନ୍ତୁ ଆପଣ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଲେ। ଆପଣ ନିଜ ସଂସ୍କାର ଭୁଲିଗଲେ କି? ପ୍ରଥମ ସନ୍ନ୍ୟାସୀ ଜଣକ ହସିଲେ ଏବଂ ଅତି ଶାନ୍ତ ଭାବରେ କହିଲେ, ଭାଇ, ମୁଁ ତ ସେହି ଯୁବତୀକୁ 5 ଘଣ୍ଟା ପୂର୍ବରୁ ସେହି ନଦୀ କୂଳରେ ଛାଡ଼ି ଦେଇ ଆସିଛି, କିନ୍ତୁ ତୁମେ ଏବେ ଯାଇ ତାଙ୍କୁ ତୁମ ସାଙ୍ଗରେ ନେଇ ଚାଲିଛ। ବନ୍ଧୁଗଣ, ଆମ ଜୀବନରେ ବି ଠିକ୍ ଏମିତି ହୁଏ। କେହି ଜଣେ ଆପଣଙ୍କୁ ଧୋକା ଦେଇଛି, କେହି ଜଣେ ଆପଣଙ୍କୁ ଅପମାନ କରୁଛି, କେହି ଆପଣଙ୍କୁ ଇଗ୍ନୋର କରୁଛି। ଏହା ହେଉଛି ସେହି ନଦୀର ଘଟଣା। ସେହି ମଣିଷ ବା ସେହି ଘଟଣା ତ ପୂର୍ବରୁ ସରିଯାଇଛି, କିନ୍ତୁ ଆପଣ ସେହି କଷ୍ଟକୁ ମାନସିକ ବୋଝ କରି ଏବେ ବି ନିଜ ସାଥିରେ ବୋହି ଚାଲିଛନ୍ତି। ସେହି ସନ୍ନ୍ୟାସୀଙ୍କ ପରି ନିଜ ମନକୁ ପଚାରନ୍ତୁ, ମୁଁ ଆଉ କେତେ ଦିନ ପର୍ଯ୍ୟନ୍ତ ଏହି ବୋଝକୁ ବୋହିବି? ଯେଉଁଦିନ ଆପଣ ସେହି ବୋଝକୁ ଓହ୍ଲାଇ ଦେବେ, ସେହିଦିନ ଆପଣ ଅନୁଭବ କରିବେ କି ଜୀବନ କେତେ ହାଲୁକା ଏବଂ କେତେ ସୁନ୍ଦର। ଯେତେବେଳେ ଆପଣ କାର୍ ଚଲାନ୍ତି, ସାମ୍ନାର କାଚ ୱିଣ୍ଡସିଲ୍ଡ ବହୁତ ବଡ଼ ଥାଏ, କିନ୍ତୁ ପଛକୁ ଦେଖିବା ଦର୍ପଣ ରିୟର ଭ୍ୟୁ ମିରର ବହୁତ ଛୋଟ ଥାଏ। ଜାଣନ୍ତି କାହିଁକି? କାରଣ ପଛରେ କ'ଣ ଅଛି ତାହା ଦେଖିବା ଜରୁରୀ ଅଟେ, କିନ୍ତୁ ଆଗରେ କ'ଣ ଅଛି ତାହା ଦେଖିବା ବହୁତ ଅଧିକ ଜରୁରୀ ଅଟେ। ଯଦି ଆପଣ କେବଳ ପଛ ଦର୍ପଣକୁ ଦେଖି ଗାଡ଼ି ଚଲାଇବେ, ତେବେ ଦୁର୍ଘଟଣା ସୁନିଶ୍ଚିତ। ସେହିପରି ଅତୀତକୁ ଚାହିଁକି ରହିଲେ ଜୀବନ ଦୁର୍ଘଟଣାରେ ପରିଣତ ହେବ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ 2ୟ ଅଧ୍ୟାୟ ଶ୍ଲୋକ 3ରେ କହିଛନ୍ତି, କ୍ଳବ୍ୟଂ ମାସ୍ମ ଗମଃ ପାର୍ଥ ନତ୍ୟତ୍ୱଇ ଉପପଦ୍ୟତେ କ୍ଷୁଦ୍ରଂ ହୃଦୟ ଦୌର୍ବଲ୍ୟଂ ତ୍ୱକ୍ତ୍ୱା ତୁଷ୍ଠ ପରନ୍ତପ। ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ହେ ପାର୍ଥ, ଏହି ଅକର୍ମଣ୍ୟତା ବା ନପୋଷକତାକୁ ପ୍ରାପ୍ତ ହୁଅ ନାହିଁ। ଏହା ତୁମକୁ ଶୋଭା ପାଏ ନାହିଁ। ହେ ଶତ୍ରୁ ଦମନକାରୀ, ହୃଦୟର ଏହି ତୁଚ୍ଛ ଦୁର୍ବଳତାକୁ ଯଥା ଅତୀତର ମୋହ ଓ କଷ୍ଟକୁ ତ୍ୟାଗ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ଅର୍ଥାତ୍ ଉଠି ଠିଆ ହୁଅ। ବନ୍ଧୁଗଣ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି ଯେ ଅତୀତର ଦୁଃଖରେ ଭାଙ୍ଗି ପଡ଼ିବା ହେଉଛି ହୃଦୟର ଏକ ତୁଚ୍ଛ ଦୁର୍ବଳତା। ଆମେ ସେହି ଦୁର୍ବଳତାକୁ ଧରି ବସି ରହିଲେ ଚଳିବ ନାହିଁ। ଭଗବାନ କହୁଛନ୍ତି ତତ୍ତ୍ୱତିଷ୍ଠ, ଅର୍ଥାତ୍ ଏହି ଦୁର୍ବଳତାକୁ ତ୍ୟାଗ କରି ଉଠି ଠିଆ ହୁଅ ଏବଂ ନିଜ କର୍ମ ପଥରେ ଆଗକୁ ବଢ଼। କାରଣ ଯେଉଁ ମଣିଷ ଅତୀତକୁ ଛାଡ଼ିପାରେ ନାହିଁ, ସେ କେବେ ବି ଏକ ସୁନ୍ଦର ଭବିଷ୍ୟତ ଗଢ଼ିପାରେ ନାହିଁ। ଶ୍ରେଷ୍ଠ ପ୍ରତିଶୋଧ, ଦ ବେଷ୍ଟ ରିଭେଞ୍ଜ। ବନ୍ଧୁ, ସବୁଠୁ ବଡ଼ ପ୍ରତିଶୋଧ କ'ଣ ଜାଣିଛନ୍ତି? କାହାକୁ ଗାଳି ଦେବା କିମ୍ବା କାହାର ଅନିଷ୍ଟ କରିବା ନୁହେଁ। ସବୁଠାରୁ ବଡ଼ ପ୍ରତିଶୋଧ ଏହା ହେଉଛି କି ନିଜ ଜୀବନରେ ଆଗକୁ ବଢ଼ିବା ଏବଂ ଏତେ ସଫଳ ହେବା ଯେ ଖରାପ ସମୟ ବି ଆପଣଙ୍କୁ ଦେଖିଲେ ଡରିଯିବ। ଯିଏ ଆଜି ଇଗ୍ନୋର କରୁଛି, ସିଏ ଆପଣଙ୍କୁ ନିଶ୍ଚୟ ମନେ ପକାଇବ, କିନ୍ତୁ ସେଥିପାଇଁ ଆପଣଙ୍କୁ ତାଙ୍କୁ ଭୁଲିବାକୁ ପଡ଼ିବ। ଭୁଲିବାକୁ ପଡ଼ିବ ସେହି କଷ୍ଟକୁ ଯାହା କେବେ ସିଏ ଦେଇଥିଲେ। ବାସ୍ ଗୋଟିଏ ଜିନିଷ ମନେ ରଖି ଆଗକୁ ବଢ଼ିବାକୁ ହେବ ଯେ ଆପଣଙ୍କୁ ସମସ୍ତଙ୍କ ସାମ୍ନାରେ ନିଜକୁ ଯୋଗ୍ୟ ପ୍ରମାଣ କରିବାର ଅଛି। ସେହି ସ୍ୱପ୍ନ ପୂରଣ କରିବାର ଅଛି ଯାହା କେବେ ଆପଣ ତାଙ୍କ ପାଇଁ ଭୁଲି ଯାଇଥିଲେ। ଫାଇନାନ୍ସିଆଲି, ସୋସିଆଲି ଏତେ ଆଗକୁ ବଢ଼ିଯାଅ ଯେ ସିଏ ଆପଣଙ୍କୁ ମନେ ପକାଇବାକୁ ବାଧ୍ୟ ହୋଇଯିବ। ପାଖରେ ଥିଲେ କିମ୍ବା ସହଜରେ ମିଳିଲେ ଆଦର ମିଳେନି, ଦୂରେଇ ଗଲେ କିମ୍ବା ଉଚ୍ଚକୁ ଚାଲିଗଲେ ଆଦର ଆଉ ସମ୍ମାନ ଉଭୟ ମିଳେ। ଏହା ହିଁ ଦୁନିଆର ନିୟମ। ତେଣୁ ଆଜି ହିଁ ସେହି ଅତୀତର ବୋଝକୁ ଓହ୍ଲାଇ ଦିଅ। ନିଜକୁ କୁହନ୍ତୁ, ମୁଁ ପ୍ରସ୍ତୁତ ଏକ ନୂଆ ଆରମ୍ଭ ପାଇଁ। ମୁଁ ପ୍ରସ୍ତୁତ ଆଜିଠାରୁ ନିଜକୁ ଯୋଗ୍ୟ କରିବା ପାଇଁ। ଯଦି ଆଜିର ଏହି ଭିଡ଼ିଓ ଆପଣଙ୍କୁ ଟିକିଏ ବି ପ୍ରେରଣା ଦେଇଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ଏବଂ ଯଦି କରିନାହାନ୍ତି, ତେବେ ଏବେ ହିଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ହଁ, ମନେ ରଖନ୍ତୁ, ଜୀବନ ସୁନ୍ଦର, ତାକୁ ବଞ୍ଚିବା ଶିଖିଯାଆନ୍ତୁ। ପୁଣି ଦେଖା ହେବ ଆଉ ଏକ ଦମଦାର ଭିଡ଼ିଓରେ। ସେହି ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଯୋଗ୍ୟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ। ଧନ୍ୟବାଦ।